ଆଜିର ଏହି ବିଶ୍ଳେଷଣରେ ଏକ ବହୁତ ଆକର୍ଷଣୀୟ ବିଷୟବସ୍ତୁ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ। ହଁ, ଆଉ ଆମ ସାମ୍ନାରେ ରହିଛି ଓଡ଼ିଶା ସାଧାରଣ ଜ୍ଞାନର କିଛି ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଏକଦମ, ବିଶେଷ କରି OSSC CGL ଆଡଭାନ୍ସଡ୍ ପ୍ରାକ୍ଟିସ୍ ସେଟ୍ ନମ୍ବର 9ର ଏକ ସମ୍ପୂର୍ଣ୍ଣ ସମୀକ୍ଷା ଆଜି ଆମେ କରିବା। ଆଉ ଏହି ନିର୍ଦ୍ଦିଷ୍ଟ ସେଟ୍ଟିକୁ ବାଛିବାର ଏକ ବଡ଼ କାରଣ ଅଛି। ଏଥିରେ ଥିବା ପ୍ରଶ୍ନଗୁଡ଼ିକର ସ୍ତର। ଠିକ୍ କଥା। ଏହା କେବଳ ସାଧାରଣ ତଥ୍ୟ ଉପରେ ଆଧାରିତ ନୁହେଁ। ବିଲକୁଲ ନୁହେଁ, ବରଂ ପରୀକ୍ଷାର୍ଥୀଙ୍କ ମନରେ କିପରି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଇପାରିବ ସେହି ରଣନୀତି ଉପରେ ପ୍ରସ୍ତୁତ ହୋଇଛି। ହଁ, ତେଣୁ ଆଜିର ଆମର ମୁଖ୍ୟ ଲକ୍ଷ୍ୟ ହେଲା ଯେ ଆମେ ଦିଆଯାଇଥିବା ସମସ୍ତ 10ଟି ଯାକ ପ୍ରଶ୍ନକୁ ସେଗୁଡ଼ିକର 4ଟି ଯାକ ବିକଳ୍ପ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ପଢ଼ିବା। ଆଉ କେବଳ ପଢ଼ିବା ନୁହେଁ, ପ୍ରତ୍ୟେକ ବିକଳ୍ପ ପଛରେ ଥିବା ଭୌଗୋଳିକ ଏବଂ ଐତିହାସିକ କାରଣକୁ ଖୋଲି ବିଶ୍ଳେଷଣ କରିବା, ଯାହାଦ୍ୱାରା ପ୍ରକୃତ ଉତ୍ତର ଆପେ ଆପେ ବାହାରି ଆସିବ। ସତ୍ୟରେ ଏହା ଏକ ବହୁତ ଭଲ ଆଭିମୁଖ୍ୟ, କାରଣ ଏକ ଉଚ୍ଚସ୍ତରୀୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେବଳ ପ୍ରଶ୍ନ ଏବଂ ଉତ୍ତରକୁ ଘୋଷିଦେବା କଦାପି କାମ ଦିଏ ନାହିଁ। ହଁ, ପରୀକ୍ଷକମାନେ ତ ଜାଣିଶୁଣି ଏମିତି ଅପସନ୍ ବା ବିକଳ୍ପଗୁଡ଼ିକ ଦେଇଥାନ୍ତି, ଯାହା ଦେଖିବାକୁ ପୁରା ସଠିକ୍ ଲାଗେ। ଏକଦମ। ତେଣୁ ଯଦି ଆମେ ଏକ ନିର୍ଦ୍ଦିଷ୍ଟ ବିକଳ୍ପକୁ ଭୁଲ ବୋଲି ବାଦ ଦେଉଛୁ, ତେବେ ତାହା କାହିଁକି ଭୁଲ ସେହି କାରଣଟି ଜାଣିବା ହେଉଛି ପ୍ରକୃତ ଖେଳ। ଆମେ ସେହି ଏଲିମିନେସନ୍ ଟ୍ରିକ୍ ବା ବିକଳ୍ପକୁ ବାଦ ଦେବାର କୌଶଳ ଉପରେ ହିଁ ଅଧିକ ଧ୍ୟାନ ଦେବା। ଆଚ୍ଛା, ତେବେ ଆସନ୍ତୁ ଆମର ନୋଟ୍ସରେ ଥିବା ପ୍ରଥମ ବିଭାଗରୁ ଆରମ୍ଭ କରିବା, ଯାହାକି ଓଡ଼ିଶାର ଭୂଗୋଳ ଏବଂ ସୀମା ନିର୍ଦ୍ଧାରଣ ଉପରେ ଅଛି। ହଁ, ତେବେ ଆମର ପ୍ରଥମ ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ଜିଲ୍ଲା ରାଜ୍ୟ ଭିତରେ ସର୍ବାଧିକ ସଂଖ୍ୟକ ଜିଲ୍ଲା ସହ ନିଜର ସୀମା ବାଣ୍ଟିଥାଏ? ଏଠାରେ 4ଟି ବିକଳ୍ପ ଅଛି। ଅପସନ୍ ଏ ଅନୁଗୁଳ, ଅପସନ୍ ବି କଟକ, ଅପସନ୍ ସି ମୟୂରଭଞ୍ଜ ଆଉ ଅପସନ୍ ଡି କନ୍ଧମାଳ। ଆଚ୍ଛା, ଏଠି ଦେଖନ୍ତୁ, ସାଧାରଣତଃ ଏକ ବଡ଼ ଜିଲ୍ଲା ଦେଖିଲେ ଲାଗେ ଯେ ତାହା ହୁଏତ ଅଧିକ ଜିଲ୍ଲାକୁ ଛୁଇଁଥିବ। ଯେମିତିକି ମୟୂରଭଞ୍ଜ। ହଁ, ଏକଦମ। କିନ୍ତୁ ଏହିଠାରେ ହିଁ ମାନଚିତ୍ରକୁ ଭଲ ଭାବେ ଅଧ୍ୟୟନ କରିବାର ମୂଲ୍ୟ ଜଣାପଡ଼େ। ମୟୂରଭଞ୍ଜ ଆକାରରେ ବହୁତ ବଡ଼ ହୋଇପାରେ, କିନ୍ତୁ ଏହା ରାଜ୍ୟର ଏକ କୋଣରେ ଉତ୍ତର ଦିଗରେ ଅଛି। ସେଇଟା ତ ଝାଡ଼ଖଣ୍ଡ ଆଉ ପଶ୍ଚିମବଙ୍ଗକୁ ଲାଗିଛି। ଠିକ୍ ଧରିଲେ। ତେଣୁ ଓଡ଼ିଶା ଭିତରେ ଏହା ବହୁତ କମ୍ ଜିଲ୍ଲା ସହ ଯୋଡ଼ି ହୋଇଛି। ତେଣୁ ଅପସନ୍ ସି ସିଧାସଳଖ ଏଲିମିନେଟ୍ ବା ବାଦ ପଡ଼ିଗଲା। ବାଃ, ଏଇଟା ବଢ଼ିଆ ଲଜିକ୍। ବର୍ତ୍ତମାନ ରହିଲା କଟକ, କନ୍ଧମାଳ ଏବଂ ଅନୁଗୁଳ। ଏହି 3ଟି ଯାକ ତ ପ୍ରାୟତଃ କେନ୍ଦ୍ରୀୟ ଅଞ୍ଚଳରେ ଅଛନ୍ତି ନା? ହଁ, କିନ୍ତୁ ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଅନୁଗୁଳ। କାରଣ ଅନୁଗୁଳର ଅବସ୍ଥିତି ଏତେ ରଣନୈତିକ ଯେ ଏହା ଏକା ସାଙ୍ଗରେ ଢେଙ୍କାନାଳ, କଟକ, ବୌଦ୍ଧ, ସମ୍ବଲପୁର, ଦେଓଗଡ଼, ସୁନ୍ଦରଗଡ଼ ଏବଂ ନୟାଗଡ଼ ଆଦି ଅନେକ ଜିଲ୍ଲାକୁ ସ୍ପର୍ଶ କରେ। ମାনଚିତ୍ରର ଠିକ୍ ମଧ୍ୟଭାଗରେ ଥିବାରୁ ଏହା ଏକ କେନ୍ଦ୍ରବିନ୍ଦୁ ଭଳି କାମ କରୁଛି। ବିଲକୁଲ। ଆକାର ବଡ଼ ହେଲେ ଯେ ଅଧିକ ସୀମା ରହିବ, ସେହି ଭ୍ରମ ଏଠାରେ ଦୂର ହୋଇଯିବା କଥା। ବହୁତ ସୁନ୍ଦର ବିଶ୍ଳେଷଣ। ବର୍ତ୍ତମାନ ଭୂଗୋଳର ଆଉ ଏକ ଦିଗକୁ ଯିବା, ପର୍ବତ ଶୃଙ୍ଗ ସମ୍ବନ୍ଧରେ। ହଁ, ଆମର ଦ୍ୱିତୀୟ ପ୍ରଶ୍ନ। ପ୍ରଶ୍ନଟି ପଚାରୁଛି ଯେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଓଡ଼ିଶାର ସର୍ବୋଚ୍ଚ ଶୃଙ୍ଗ? ବିକଳ୍ପଗୁଡ଼ିକ ହେଲା ଏ ଦେଓମାଳି, ବି ମହେନ୍ଦ୍ରଗିରି, ସି ମେଘାସନ ଏବଂ ଡି ମାଲ୍ୟଗିରି। ଏଠାରେ ମୋତେ ଲାଗୁଛି ପରୀକ୍ଷକମାନେ ଉଦ୍ଦେଶ୍ୟମୂଳକ ଭାବେ ଏକ ବିକଳ୍ପ ରଖିଛନ୍ତି, ଯାହା ଟିକେ ବିଭ୍ରାନ୍ତି ସୃଷ୍ଟି କରେ। ସତ କଥା। ସେହି ବିଭ୍ରାନ୍ତିକର ଅପସନ୍ ହେଉଛି ବି ମହେନ୍ଦ୍ରଗିରି। ଓଡ଼ିଶାର ଇତିହାସ କିମ୍ବା ପୁରାଣ ସାହିତ୍ୟ ପଢ଼ିଲେ ଆପଣ ଦେଖିବେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରିର ବର୍ଣ୍ଣନା ଏତେ ଅଧିକ ରହିଛି ଯେ ଲୋକେ ସାଧାରଣତଃ ଭାବି ନିଅନ୍ତି ଯେ ଏହା ହିଁ ବୋଧହୁଏ ସର୍ବୋଚ୍ଚ ଶୃଙ୍ଗ। ଏକଦମ। କିନ୍ତୁ ବାସ୍ତବରେ ମହେନ୍ଦ୍ରଗିରିର ଉଚ୍ଚତା ମାତ୍ର 1501 ମିଟର ପାଖାପାଖି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ପୂର୍ବଘାଟ ପର୍ବତମାଳାରେ ଥିବା ଦେଓମାଳିର ଉଚ୍ଚତା ହେଉଛି ପ୍ରାୟ 1672 ମିଟର। ତେଣୁ ସଠିକ୍ ଉତ୍ତର ହେବ ଅପସନ୍ ଏ ଦେଓମାଳି। ହଁ, ଏବଂ ଯଦି ଆମେ ଅନ୍ୟ ବିକଳ୍ପ ଦେଖିବା, ମେଘାସନ ଅଛି ମୟୂରଭଞ୍ଜର ଶିମିଳିପାଳରେ ଆଉ ମାଲ୍ୟଗିରି ଅଛି ଅନୁଗୁଳରେ, କିନ୍ତୁ ସେଗୁଡ଼ିକର ଉଚ୍ଚତା ଦେଓମାଳିଠାରୁ ବହୁତ କମ୍। ତା ଗୋଟିଏ କମ୍ପିଟିଟିଭ୍ ପରୀକ୍ଷାରେ କେବଳ ଲୋକପ୍ରିୟତା ଉପରେ ନିର୍ଭର କରି ଟିକେ ଗେସ୍ କରିଦେବା ଉତ୍ତର ଦେବା ବହୁତ ବିପଜ୍ଜନକ ହୋଇପାରେ। ନିଶ୍ଚିତ ଭାବେ ଲୋକପ୍ରିୟତା ବନାମ ତଥ୍ୟର ଏହା ଏକ ଚମତ୍କାର ଉଦାହରଣ। ମହେନ୍ଦ୍ରଗିରିର ଐତିହାସିକ ଗୁରୁତ୍ୱ ଅଛି, କିନ୍ତୁ ଭୌଗୋଳିକ ମାପକାଠିରେ ଦେଓମାଳି ହିଁ ଶୀର୍ଷରେ। ଆଚ୍ଛା, ବର୍ତ୍ତମାନ ଭୂଗୋଳରୁ ଆମେ ଟିକେ ସଂସ୍କୃତି ଓ ଇତିହାସ ଆଡ଼କୁ ଯିବା। ହଁ, ଆଗକୁ ବଢ଼ିବା। ଆମ ନୋଟ୍ସରେ ତୃତୀୟ ପ୍ରଶ୍ନ ଅଛି ବୌଦ୍ଧ କୀର୍ତ୍ତିରାଜିକୁ ନେଇ।
ପ୍ରଶ୍ନଟି ହେଲା ବୌଦ୍ଧ ଧର୍ମର ହୀରକ ତ୍ରିଭୁଜ, ଯାହାକୁ ଡାୟମଣ୍ଡ ଟ୍ରାୟାଙ୍ଗଲ କୁହାଯାଏ, ମାନେ ରତ୍ନଗିରି, ଲଳିତଗିରି ଏବଂ ଉଦୟଗିରି, ଏହା ପାଇଁ କେଉଁ ଜିଲ୍ଲା ପରିଚିତ? ଆଉ ବିକଳ୍ପଗୁଡ଼ିକ କ'ଣ ଅଛି? ବିକଳ୍ପ ଅଛି ଏ ପୁରୀ, ବି ଯାଜପୁର, ସି ଖୋର୍ଦ୍ଧା, ଡି ଗଞ୍ଜାମ। ଏଠି ଗୋଟିଏ କଥା, ଯେତେବେଳେ ତ୍ରିଭୁଜ ବା ଟ୍ରାୟାଙ୍ଗଲ ଶବ୍ଦ ଆସେ, ଆମ ମନକୁ ପ୍ରଥମେ ଗୋଲ୍ଡେନ୍ ଟ୍ରାୟାଙ୍ଗଲ ବା ସୁବର୍ଣ୍ଣ ତ୍ରିଭୁଜର ଚିତ୍ର ପଳେଇ ଆସେ। ଆଉ ସେଇଠି ହିଁ ପ୍ରକୃତ କନଫ୍ୟୁଜନ ବା ଦ୍ୱନ୍ଦ୍ୱ ରହିଛି। ସୁବର୍ଣ୍ଣ ତ୍ରିଭୁଜ କହିଲେ ଆମେ ପୁରୀ, କୋଣାର୍କ ଆଉ ଭୁବନେଶ୍ୱରକୁ ବୁଝୁ, ଯାହା ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପିଛି। ଓହୋ, ତେଣୁ ବିକଳ୍ପ ଏ ଏବଂ ସି ଖାସ୍ ସେଇ ଭ୍ରମ ସୃଷ୍ଟି କରିବା ପାଇଁ ଦିଆଯାଇଛି। ଏକଦମ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି ବୌଦ୍ଧ ଧର୍ମର ହୀରକ ତ୍ରିଭୁଜ ବିଷୟରେ। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ବି ଯାଜପୁର। ଆଚ୍ଛା। ରତ୍ନଗିରି, ଲଳିତଗିରି ଏବଂ ଉଦୟଗିରି, ଏହି ତିନୋଟି ସ୍ଥାନ ପ୍ରାଚୀନ କାଳରେ ବୌଦ୍ଧ ଶିକ୍ଷା ଓ ଦର୍ଶନର ବିରାଟ ପୀଠ ଥିଲା। ଆଉ ବିଶେଷ କରି ବଜ୍ରଯାନ ବୌଦ୍ଧ ଧର୍ମର ପ୍ରସାର ଏଠାରେ ବହୁଳ ଭାବରେ ହୋଇଥିଲା। ବଜ୍ରଯାନ ମାନେ ବଜ୍ରର ଅର୍ଥ ହେଉଛି ହୀରା ବା ଡାଇମଣ୍ଡ। ସମ୍ପୂର୍ଣ୍ଣ ଠିକ୍। ସେହି ଦୃଷ୍ଟିକୋଣରୁ ଏହାକୁ ହୀରକ ତ୍ରିଭୁଜ କୁହାଯାଏ ଏବଂ ଏହି ସମ୍ପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ଯାଜପୁର ଜିଲ୍ଲାରେ ହିଁ ଅବସ୍ଥିତ। ତାମାନେ ଯାଜପୁର କେବଳ ମାତା ବିରଜାଙ୍କ ପୀଠ ପାଇଁ ପ୍ରସିଦ୍ଧ ନୁହେଁ, ବରଂ ପ୍ରାଚୀନ ବୌଦ୍ଧ ଦର୍ଶନର ଏକ ମୁଖ୍ୟ କେନ୍ଦ୍ର ମଧ୍ୟ ଥିଲା। ହଁ, ଏହିପରି ଏକାଧିକ ସାଂସ୍କୃତିକ ପରିଚୟ ଗୋଟିଏ ଜିଲ୍ଲାକୁ କେତେ ସମୃଦ୍ଧ କରେ ତାହା ବାସ୍ତବିକ ରୋଚକ ଅଟେ। ସତରେ। ଏବେ ଆମେ ଆମର ଚତୁର୍ଥ ପ୍ରଶ୍ନକୁ ଆସିବା, ଯାହା ନଦୀ ପ୍ରଣାଳୀ ଉପରେ ଅଛି। ପଢ଼ନ୍ତୁ ପ୍ରଶ୍ନଟି। ପ୍ରଶ୍ନ 4 ହେଉଛି, ନିମ୍ନଲିଖିତ ମଧ୍ୟରୁ କେଉଁ ନଦୀ ଓଡ଼ିଶାରେ ଅନ୍ୟ ଏକ ନଦୀ ସହିତ ମିଶି ମିଳିତ ଭାବେ ଏକ ବଦ୍ୱୀପ ଗଠନ କରେ? ବିକଳ୍ପଗୁଡ଼ିକ ହେଲା ଏ ଋଷିକୁଲ୍ୟା, ବି ସୁବର୍ଣ୍ଣରେଖା, ସି ବ୍ରାହ୍ମଣୀ ଆଉ ଡି ବଂଶଧାରା। ଆଚ୍ଛା, ନଦୀଗୁଡ଼ିକ ସମୁଦ୍ରରେ ମିଶିବା ପୂର୍ବରୁ ସମସ୍ତେ କିଛି ନା କିଛି ବଦ୍ୱୀପ ବା ଡେଲ୍ଟା କରିଥାନ୍ତି। କିନ୍ତୁ ଏଠାରେ ମିଳିତ ଭାବେ ବା ଜଏଣ୍ଟଲି ଗଠନ କରିବା କଥା କୁହାଯାଇଛି। ହଁ, ସେହି ମିଳିତ ଶବ୍ଦଟି ହିଁ ପ୍ରଶ୍ନର ମୂଳଦୁଆ। ଆମେ ଯଦି ଓଡ଼ିଶାର ନଦୀମାନଙ୍କୁ ଦେଖିବା, ଦକ୍ଷିଣରେ ଥିବା ଋଷିକୁଲ୍ୟା ଏବଂ ବଂଶଧାରା ସିଧାସଳଖ ଯାଇ ସମୁଦ୍ରରେ ପଡ଼ନ୍ତି। ସେଗୁଡ଼ିକ କୌଣସି ବୃହତ୍ ବଦ୍ୱୀପ ଗଠନ କରନ୍ତି ନାହିଁ। ମାନେ ଅପସନ୍ ଏ ଏବଂ ଡି ସ୍ୱତଃ ବାଦ ହୋଇଗଲା। ଏକଦମ। ଆଉ ସୁବର୍ଣ୍ଣରେଖା ମଧ୍ୟ ନିଜର ଏକକ ଛୋଟ ମୁହାଣ ଦେଇ ପ୍ରବାହିତ ହୁଏ। କିନ୍ତୁ ଏଠି ସଠିକ୍ ଉତ୍ତର ହେଉଛି ବିକଳ୍ପ ସି ବ୍ରାହ୍ମଣୀ। ବ୍ରାହ୍ମଣୀ ମାନେ ଏହା ବୈତରଣୀ ସହିତ ମିଶେ? ହଁ, ବ୍ରାହ୍ମଣୀ ଏବଂ ବୈତରଣୀ ନଦୀ ପରସ୍ପର ସହିତ ମିଶି ବଙ୍ଗୋପସାଗରରେ, ଖାସ୍ କରି ଧାମରା ମୁହାଣ ନିକଟରେ ପଡ଼ିବା ପୂର୍ବରୁ ଏକ ବିଶାଳ ଯୁଗ୍ମ ବଦ୍ୱୀପ ଅଞ୍ଚଳ ସୃଷ୍ଟି କରନ୍ତି। ଆଉ ସେହିଠାରେ ହିଁ ଭିତରକନିକା ଭଳି ବିରାଟ ଜୈବ ବିବିଧତାପୂର୍ଣ୍ଣ ଅଞ୍ଚଳ ଗଢ଼ି ଉଠିଛି। ବା, ଦୁଇଟି ବଡ଼ ନଦୀର ଏହିପରି ମିଳନ ଭୂଗୋଳ ଦୃଷ୍ଟିରୁ ଏକ ବିଶେଷ ପ୍ରକ୍ରିୟା। ଆଉ ସେଥିପାଇଁ ଏତେ ସମୃଦ୍ଧ ଜଙ୍ଗଲ ସୃଷ୍ଟି ହୋଇପାରିଛି, ଏହା ଜାଣିବା ନିଶ୍ଚିତ ଭାବେ ଆନନ୍ଦଦାୟକ। ଏବେ ଆସନ୍ତୁ ଆମ ପଞ୍ଚମ ପ୍ରଶ୍ନ ଉପରେ ନଜର ପକାଇବା। ପ୍ରଶ୍ନ 5 ହେଉଛି ଆମ ହସ୍ତତନ୍ତ୍ର ବା ଟେକ୍ସଟାଇଲ ଶିଳ୍ପ ସହ ଜଡ଼ିତ। ପ୍ରଶ୍ନ କହୁଛି, ହସ୍ତତନ୍ତ୍ର ସମ୍ବଲପୁରୀ ଶାଢ଼ୀ, ବିଶେଷ କରି ବନ୍ଧ କଳା ସହିତ କେଉଁ ଜିଲ୍ଲା ବିଶେଷ ଭାବେ ଜଡ଼ିତ? ବିକଳ୍ପ ଅଛି ଏ ବରଗଡ଼, ବି ସୁନ୍ଦରଗଡ଼, ସି କେନ୍ଦୁଝର ଆଉ ଡି ମୟୂରଭଞ୍ଜ। ଏଠାରେ ସାଧାରଣତଃ ଗୋଟିଏ ପ୍ରଶ୍ନ ଉଠିବା ସ୍ୱାଭାବିକ। ଯଦି ନାମ ସମ୍ବଲପୁରୀ ଅଛି, ତେବେ ଲୋକେ ସମ୍ବଲପୁର ଖୋଜିବେ। ଠିକ୍, କିନ୍ତୁ ବିକଳ୍ପରେ ସମ୍ବଲପୁରୀ ହିଁ ନାହିଁ। ଏଇଟା ତ ପୁରା ଗୁଗଲି। ପ୍ରକୃତରେ ଏହା ଏକ ଚମତ୍କାର ପ୍ରଶ୍ନ। ସମ୍ବଲପୁରୀ ଏକ ଆଞ୍ଚଳିକ ପରିଚୟ ବା ଜିଆଇ ଟ୍ୟାଗ୍ ଭାବେ ବ୍ୟବହୃତ ହୁଏ। କିନ୍ତୁ ଯେତେବେଳେ ଆମେ ନିର୍ଦ୍ଦିଷ୍ଟ ଭାବେ ଏହି ବନ୍ଧକଳା ବା ଇକତ୍ ବୁଣାକାରମାନଙ୍କର ମୁଖ୍ୟ କେନ୍ଦ୍ର କଥା କହୁ, ସେତେବେଳେ ସଠିକ୍ ଉତ୍ତର ହେଉଛି ବିକଳ୍ପ ଏ ବରଗଡ଼। ଆଚ୍ଛା, ବରଗଡ଼ ଜିଲ୍ଲା ଏହି ହସ୍ତତନ୍ତ୍ରର ଆଧାର? ହଁ, ଏହା କେବଳ ଏକ ସାଂସ୍କୃତିକ ପ୍ରତୀକ ନୁହଁ, ଏହା ଏକ ବିରାଟ ଅର୍ଥନୈତିକ ବ୍ୟବସ୍ଥା ଯାହା ସେଠାକାର ହଜାର ହଜାର ପରିବାରର ଜୀବିକା ସହ ଜଡ଼ିତ। ସୁନ୍ଦରଗଡ଼, କେନ୍ଦୁଝର କିମ୍ବା ମୟୂରଭଞ୍ଜର ନିଜସ୍ୱ ସ୍ୱତନ୍ତ୍ର ହସ୍ତକଳା ଅଛି, କିନ୍ତୁ ସମ୍ବଲପୁରୀ ବନ୍ଧକଳାର ମୁଖ୍ୟ ଉତ୍ପାଦନ କେନ୍ଦ୍ର ଭାବେ। ତାମାନେ ପରୀକ୍ଷକମାନେ ଏଠାରେ ପ୍ରାର୍ଥୀଙ୍କର ବହୁ ସୂକ୍ଷ୍ମ ଜ୍ଞାନକୁ ପରଖୁଛନ୍ତି। ନାମ ପଛରେ ନ ଯାଇ ପ୍ରକୃତ ଉତ୍ପାଦନ କେନ୍ଦ୍ରକୁ ଚିହ୍ନିବା ଏଠାରେ ଆବଶ୍ୟକ। ଏକଦମ ଠିକ୍ ଧରିଲେ।
ତେବେ ବର୍ତ୍ତମାନ ଆମେ ଶିଳ୍ପ ଓ ଶକ୍ତି ବିଭାଗକୁ ଯିବା। ଆମର ପ୍ରଶ୍ନ 6 ଅଛି, ତାଳଚେରଠାରେ କେଉଁ ତାପଜ ବିଦ୍ୟୁତ୍ କେନ୍ଦ୍ର ଅବସ୍ଥିତ? ବିକଳ୍ପଗୁଡ଼ିକ କ'ଣ ଅଛି? ଅପସନ୍ ଏ ଆଇବି ଥର୍ମାଲ, ଅପସନ୍ ବି ଏନ୍ଟିପିସି କଣିଆ, ସି ହୀରାକୁଦ ଥର୍ମାଲ ଆଉ ଡି ଇନ୍ଦ୍ରାବତୀ ହାଇଡ୍ରୋ। ଏହି ବିକଳ୍ପଗୁଡ଼ିକୁ ଦେଖିଲେ ମନେହୁଏ ଯେମିତି ପ୍ରତ୍ୟେକ ନାମ କୌଣସି ନା କୌଣସି ଶକ୍ତି ପ୍ରକଳ୍ପ ସହ ଜଡ଼ିତ ଅଛି। ଶିକ୍ଷାର୍ଥୀମାନେ ପୁରା ବିଭ୍ରାନ୍ତ ହୋଇଯିବେ। ଆଉ ଏହି ପ୍ରକାରର ପ୍ରଶ୍ନଗୁଡ଼ିକୁ ସମାଧାନ କରିବା ପାଇଁ ଆମକୁ ପୁଣି ସେହି ଏଲିମିନେସନ୍ କୌଶଳ ବ୍ୟବହାର କରିବାକୁ ପଡ଼ିବ। ପ୍ରଥମେ ଦେଖନ୍ତୁ, ତାଳଚେର ଏକ କୋଇଲା ଖଣି ଅଞ୍ଚଳ। ତେଣୁ ସେଠାରେ ତାପଜ ବିଦ୍ୟୁତ୍ ବା ଥର୍ମାଲ ପାୱାର ରହିବ। ବିଲକୁଲ। ଏବେ ଅପସନ୍ ଡି ଦେଖନ୍ତୁ, ଇନ୍ଦ୍ରାବତୀ। ଏହା ଏକ ହାଇଡ୍ରୋ ବା ଜଳବିଦ୍ୟୁତ୍ ପ୍ରକଳ୍ପ, ତେଣୁ ତାହା ପ୍ରଥମରୁ କଟିଗଲା। ଆଉ ହୀରାକୁଦ ମଧ୍ୟ ମୁଖ୍ୟତଃ ଏକ ଜଳବିଦ୍ୟୁତ୍ କେନ୍ଦ୍ର ଭାବେ ପରିଚିତ। ତେବେ ଏବେ ପ୍ରତିଦ୍ୱନ୍ଦ୍ୱିତା ରହିଲା ଆଇବି ଥର୍ମାଲ ଏବଂ ଏନ୍ଟିପିସି କଣିହା ମଧ୍ୟରେ। ଅଧିକାଂଶ ସମୟରେ ଲୋକେ ଆଇବି ଥର୍ମାଲ ନାମ ଶୁଣି ତାହାକୁ ତାଳଚେର ସହ ଯୋଡ଼ି ଦିଅନ୍ତି। କିନ୍ତୁ ବାସ୍ତବରେ ଆଇବି ଥର୍ମାଲ ଝାରସୁଗୁଡ଼ା ଜିଲ୍ଲାରେ ଥିବା ଆଇବି ଉପତ୍ୟକା କୋଇଲା ଖଣି ଉପରେ ନିର୍ଭରଶୀଳ। ଓହୋ, ତେଣୁ ଅନୁଗୁଳ ଜିଲ୍ଲାର ତାଳଚେର ନିକଟରେ ବିଶାଳ ଏନ୍ଟିପିସି କଣିହା ପ୍ରକଳ୍ପ ଅବସ୍ଥିତ। ଏକଦମ। ତେଣୁ ସଠିକ୍ ଉତ୍ତର ହେଉଛି ବିକଳ୍ପ ବି। ଆପଣ ଦେଖିଲେ ତ, କୋଇଲା ଖଣିର ଅବସ୍ଥିତିକୁ ବୁଝିଲେ ଏହି ଶକ୍ତି କେନ୍ଦ୍ରଗୁଡ଼ିକର ସ୍ଥାନ ମନେ ରଖିବା କେତେ ସହଜ ହୋଇଯାଏ। ଖୁବ୍ ସ୍ପଷ୍ଟ ବିଶ୍ଳେଷଣ। ଇନ୍ଦ୍ରାବତୀ ହେଉଛି ଜଳବିଦ୍ୟୁତ୍ ଏବଂ ଆଇବି ଗଲା ଝାରସୁଗୁଡ଼ା। ବାସ୍ ଦ୍ୱନ୍ଦ୍ୱ ଦୂର। ହଁ, ଏବେ ଆସନ୍ତୁ ସପ୍ତମ ପ୍ରଶ୍ନ ଦେଖିବା। ଏହା ଆମ ପ୍ରଶାସନିକ ଗଠନ ସମ୍ବନ୍ଧରେ ଅଛି। ପ୍ରଶ୍ନଟି ହେଲା, ନିମ୍ନ ବିକଳ୍ପଗୁଡ଼ିକ ମଧ୍ୟରୁ କେଉଁ ଜିଲ୍ଲାଟି ସର୍ବଶେଷରେ ମାନେ ଅପସନ୍ ଭିତରୁ ନିକଟ ଅତୀତରେ ଗଠନ କରାଯାଇଥିଲା? ବିକଳ୍ପ ହେଲା ଏ କନ୍ଧମାଳ, ବି ରାୟଗଡ଼ା, ସି ଗଜପତି, ଡି ସୁବର୍ଣ୍ଣପୁର। ଆମ ଓଡ଼ିଶାରେ ମୋଟ 30ଟି ଜିଲ୍ଲା ଏବଂ ଏଗୁଡ଼ିକର ଗଠନ ପ୍ରକ୍ରିୟା ବହୁ ପର୍ଯ୍ୟାୟରେ ହୋଇଛି। କିନ୍ତୁ ଏହି ନିର୍ଦ୍ଦିଷ୍ଟ 4ଟି ମଧ୍ୟରୁ ସର୍ବଶେଷ କିଏ? ତାହା ଜାଣିବା ପାଇଁ ବୋଧେ ଆମକୁ ଇତିହାସ ପୃଷ୍ଠକୁ ଯିବାକୁ ପଡ଼ିବ। ହଁ, ଆମକୁ 90 ଦଶକର ପ୍ରଶାସନିକ ପୁନର୍ଗଠନ ଇତିହାସକୁ ଫେରିବାକୁ ହେବ। ଏକଦା ଓଡ଼ିଶାରେ 13ଟି ଜିଲ୍ଲା ଥିଲା, ଆଉ ପ୍ରଶାସନିକ ବିକେନ୍ଦ୍ରୀକରଣ ପାଇଁ 1992ରୁ 1993 ମସିହା ବେଳକୁ ଅନେକ ନୂତନ ଜିଲ୍ଲା ଗଠନ କରାଗଲା। ଆଚ୍ଛା। ଦିଆଯାଇଥିବା ବିକଳ୍ପଗୁଡ଼ିକ ମଧ୍ୟରେ କନ୍ଧମାଳ, ଯାହା ପୂର୍ବରୁ ଫୁଲବାଣୀ ନାମରେ ଥିଲା, ତାହା ଆଗରୁ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବେ ରହିଆସିଥିଲା, ତେଣୁ ତାହା ନୂତନ ନୁହେଁ। ଏଠାରେ ସଠିକ୍ ଉତ୍ତର ହେଉଛି ବିକଳ୍ପ ସି, ଗଜପତି। ମାନେ ଗଜପତି କେବେ ଗଠନ ହେଲା? 1992 ମସିହା ଅକ୍ଟୋବର ମାସରେ ଗଞ୍ଜାମ ଜିଲ୍ଲାର ଏକ ବିଶାଳ ଅଂଶକୁ ଅଲଗା କରି ପାରଳାଖେମୁଣ୍ଡିକୁ ମହକୁମା କରି ନୂତନ ଗଜପତି ଜିଲ୍ଲା ସୃଷ୍ଟି କରାଯାଇଥିଲା। 1992 ମସିହା। ହଁ। ତାହେଲେ ଓଡ଼ିଶାର ପ୍ରଶାସନିକ ଢାଞ୍ଚା ବଦଳାଇବାରେ ଏକ ମାଇଲ ଖୁଣ୍ଟ ଥିଲା। ଏହା ଶିକ୍ଷାର୍ଥୀମାନେ ନିଶ୍ଚିତ ମନେ ରଖିବା ଦରକାର। ବିଲକୁଲ। ପ୍ରଶାସନିକ ବିକେନ୍ଦ୍ରୀକରଣର ଏହା ଏକ ପ୍ରକୃଷ୍ଟ ଉଦାହରଣ। ବର୍ତ୍ତମାନ ଆମେ ଅଷ୍ଟମ ପ୍ରଶ୍ନକୁ ଆସିବା, ଯାହା ଓଡ଼ିଶାର ହ୍ରଦଗୁଡ଼ିକ ଉପରେ ଆଧାରିତ। ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ହ୍ରଦଟି ଏକ ମଧୁର ଜଳହ୍ରଦ? ଏଠାରେ ବିକଳ୍ପଗୁଡ଼ିକର ସଜ୍ଜାକରଣ ବହୁତ ରୋଚକ ଅଛି। କ'ଣ ଅଛି ଅପସନ୍? ଏ ଚିଲିକା, ବି ଅଂଶୁପା, ସି ତାମ୍ପରା ଆଉ ଡି ଚିଲିକା ଆଉଟର ଚ୍ୟାନେଲ। ଆପଣ ମାର୍କ କରନ୍ତୁ, ଏଠାରେ ପରୀକ୍ଷକ ଚିଲିକା ନାମକୁ 2 ଥର ବ୍ୟବହାର କରିଛନ୍ତି। ହଁ, ଏହା ଏକ ଜଣାଶୁଣା ମନସ୍ତାତ୍ତ୍ୱିକ ଖେଳ। ଯେତେବେଳେ ହ୍ରଦ ଶବ୍ଦ ଆସେ, ସ୍ୱାଭାବିକ ଭାବେ ଆମ ମନକୁ ସିଧା ଚିଲିକାର ନାମ ଆସିଯାଏ। କିନ୍ତୁ ଭୌଗୋଳିକ ତଥ୍ୟ ଅନୁସାରେ ଦେଖିଲେ ତ ଚିଲିକା ଏକ ଉପକୂଳବର୍ତ୍ତୀ ଲଗୁନ୍। ସମ୍ପୂର୍ଣ୍ଣ ଠିକ୍। ଯାହାର ଜଳ ସମୁଦ୍ର ଜଳ ସହ ମିଶିବା କାରଣରୁ ଲୁଣିଆ କିମ୍ବା ବ୍ରାକେଶ୍ ହୋଇଥାଏ। ତେଣୁ ବିକଳ୍ପ ଏ ଏବଂ ଡି ସିଧାସଳଖ ଭୁଲ। ସଠିକ୍ ଉତ୍ତର ହେଉଛି ବିକଳ୍ପ ବି, ଅଂଶୁପା। ଆଉ ଏହି ଅଂଶୁପା ହେଉଛି ଏକ ମଧୁର ଜଳ ହ୍ରଦ। କଟକ ଜିଲ୍ଲାରେ ଥିବା ଅଂଶୁପା ହେଉଛି ଏକ ଅଶ୍ୱକ୍ଷୁରାକୃତି ବା ଅକ୍ସବୋ ହ୍ରଦ, ଯାହା ମହାନଦୀର ଏକ ପରିବର୍ତ୍ତିତ ଗତିପଥର ସୃଷ୍ଟି ହୋଇଛି। ମାନେ ନଦୀ ଜଳରୁ ସୃଷ୍ଟି ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ରୂପେ ଏକ ମଧୁର ଜଳହ୍ରଦ। ହଁ, ଆଉ ବିକଳ୍ପରେ ଥିବା ତାମ୍ପାରା ମଧ୍ୟ ଗଞ୍ଜାମ ଜିଲ୍ଲାର ଏକ ମଧୁର ଜଳହ୍ରଦ। କିନ୍ତୁ ଅଂଶୁପା ଓଡ଼ିଶାର ସର୍ବବୃହତ୍ ମଧୁର ଜଳ ହ୍ରଦ ଭାବେ ଅଧିକ ପ୍ରମୁଖ। ସତରେ? ଏବେ ଆସନ୍ତୁ ନବମ ପ୍ରଶ୍ନକୁ। ହଁ, ଏହା ଇତିହାସରେ ଏକ ବହୁତ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ପ୍ରଶ୍ନଟି ହେଲା, ସାମନ୍ତବାଦୀ ଶାସକଙ୍କ ବିରୋଧରେ ଗଳଜାତ ରାଜ୍ୟଗୁଡ଼ିକରେ କେଉଁ ସ୍ୱାଧୀନତା ଆନ୍ଦୋଳନ ମୁଖ୍ୟତଃ ପରିଚାଳିତ ହୋଇଥିଲା? ବିକଳ୍ପଗୁଡ଼ିକ ଅଛି ଏ ଉତ୍କଳ ସମ୍ମିଳନୀ, ବି ପ୍ରଜାମଣ୍ଡଳ ଆନ୍ଦୋଳନ, ସି ସ୍ୱଦେଶୀ ଆନ୍ଦୋଳନ
ଆଉ ଡି ଆଇନ ଅମାନ୍ୟ ଆନ୍ଦୋଳନ। ସାଧାରଣତଃ ସ୍ୱାଧୀନତା ସଂଗ୍ରାମ କହିଲେ ଆମେ ସିଧା ଇଂରେଜମାନଙ୍କ ବିରୋଧରେ ଥିବା ଆନ୍ଦୋଳନ କଥା ଭାବୁ। କିନ୍ତୁ ଏହି ପ୍ରଶ୍ନଟି ଆମ ଇତିହାସର ଏକ ସ୍ୱତନ୍ତ୍ର ପୃଷ୍ଠାକୁ ଉନ୍ମୋଚନ କରେ। କିପରି ଟିକେ ବୁଝାଇବେ? ଦେଖନ୍ତୁ, ବ୍ରିଟିଶ ଶାସନ କାଳରେ ଓଡ଼ିଶା ଦୁଇ ଭାଗରେ ବିଭକ୍ତ ଥିଲା। ଗୋଟିଏ ହେଲା ମୁଗଲବନ୍ଦୀ, ଯାହା ସିଧାସଳଖ ବ୍ରିଟିଶ ଶାସନାଧୀନ ଥିଲା, ଆଉ ଅନ୍ୟଟି ହେଲା ଗଡ଼ଜାତ ଅଞ୍ଚଳ ବା ପ୍ରିନ୍ସଲି ଷ୍ଟେଟ୍ସ, ଯେଉଁଠାରେ ସ୍ଥାନୀୟ ରାଜାମାନେ ବ୍ରିଟିଶଙ୍କ ଅଧୀନରେ ରହି ଶାସନ କରୁଥିଲେ। ଓହୋ, ଆଉ ଗଡ଼ଜାତର ଲୋକମାନେ ରାଜାମାନଙ୍କର ଅତ୍ୟାଧିକ ଟିକାସ, ବେଠି, ବେଗାରୀ ଆଦି ଅତ୍ୟାଚାରରେ ପୁରା ଅତିଷ୍ଠ ହୋଇପଡ଼ିଥିଲେ। ଏକଦମ। ସ୍ୱଦେଶୀ କିମ୍ବା ଆଇନ ଅମାନ୍ୟ ଆନ୍ଦୋଳନ ସମଗ୍ର ଦେଶରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ହୋଇଥିଲା। କିନ୍ତୁ ନିଜର ସ୍ଥାନୀୟ ରାଜା ବା ସାମନ୍ତବାଦୀ ଶାସକଙ୍କ ଶୋଷଣ ବିରୁଦ୍ଧରେ ମୌଳିକ ଗଣତାନ୍ତ୍ରିକ ଅଧିକାର ଦାବି କରି ଯେଉଁ ଆନ୍ଦୋଳନ ହୋଇଥିଲା, ତାହା ହେଉଛି ବିକଳ୍ପ ବି, ପ୍ରଜାମଣ୍ଡଳ ଆନ୍ଦୋଳନ। ଆଉ ଏହା ଢେଙ୍କାନାଳ, ତାଳଚେର, ନୟାଗଡ଼ ଭଳି ଅନେକ ଗଡ଼ଜାତ ରାଜ୍ୟରେ ତୀବ୍ର ରୂପ ନେଇଥିଲା ନା? ହଁ, ଖୁବ୍ ଭୟଙ୍କର ରୂପ ନେଇଥିଲା। ଏହା ଏକ ବହୁତ ବଡ଼ ପାର୍ଥକ୍ୟ ଯାହା ଆମେ ସମସ୍ତେ ବୁଝିବା ଦରକାର। ଗଡ଼ଜାତର ପ୍ରଜାମାନଙ୍କର ସଂଘର୍ଷ ସିଧାସଳଖ ଇଂରେଜଙ୍କ ସହ ନଥିଲା, ବରଂ ନିଜ ଅଞ୍ଚଳର ଶାସକଙ୍କ ସହ ଥିଲା। ସେଥିପାଇଁ ଗଡ଼ଜାତ ଶବ୍ଦ ଦେଖିଲେ ପ୍ରଜାମଣ୍ଡଳ ହିଁ ସଠିକ୍ ଉତ୍ତର ହେବ। ଠିକ୍ ଅଛି, ଏବେ ଆମେ ଆଜିର ଶେଷ ପ୍ରଶ୍ନରେ ପହଞ୍ଚିଗଲେ। 10ମ ପ୍ରଶ୍ନଟି ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଆଧାରିତ। ପଢ଼ନ୍ତୁ ପ୍ରଶ୍ନ। ପ୍ରଶ୍ନଟି ହେଲା, କୃଷ୍ଣସାର ମୃଗ ବା ବ୍ଲାକବକ୍ ପାଇଁ କେଉଁ ବନ୍ୟଜନ୍ତୁ ଅଭୟାରଣ୍ୟ ପ୍ରସିଦ୍ଧ? ବିକଳ୍ପଗୁଡ଼ିକ ହେଲା ଏ ଭେଟନୋଇ, ବି କୁଲଡିହା, ସି ଡେବ୍ରିଗଡ଼ ଆଉ ଡି କର୍ଲାପାଟ। ଅଭୟାରଣ୍ୟ କହିଲେ ତ ଆମେ ଜଙ୍ଗଲ ବିଭାଗ ଦ୍ୱାରା ନିୟନ୍ତ୍ରିତ କୌଣସି ଜାତୀୟ ଉଦ୍ୟାନ କଥା ଭାବୁ। କିନ୍ତୁ ଏହି ବିକଳ୍ପଗୁଡ଼ିକ ମଧ୍ୟରେ କିଛି ଭିନ୍ନତା ଅଛି କି? ନିଶ୍ଚୟ ଭିନ୍ନତା ଅଛି। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ଏ ଭେଟନୋଇ। ଆଉ ବାକି ଅପସନ୍ଗୁଡ଼ିକ କୁଲଡିହା, ଡେବ୍ରିଗଡ଼ ବା କର୍ଲାପାଟ? ସେସବୁ ହେଉଛି ପାରମ୍ପରିକ ଅଭୟାରଣ୍ୟ, ଯାହା ହାତୀ, ବାଘ କିମ୍ବା ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ପାଇଁ ପ୍ରସିଦ୍ଧ। କିନ୍ତୁ ଗଞ୍ଜାମ ଜିଲ୍ଲାର ଭେଟନୋଇ ସମ୍ପୂର୍ଣ୍ଣ ଭିନ୍ନ। ଭିନ୍ନ କେମିତି? କାରଣ ଏହା କୌଣସି ସାଧାରଣ ଘୋଷିତ ଜାତୀୟ ଉଦ୍ୟାନ ନୁହେଁ ଯେଉଁଠି ଚାରିପଟେ ବାଡ଼ ଘେରାଯାଇଛି। ବରଂ ଏହା ହେଉଛି ଏକ ଅଞ୍ଚଳ ଯେଉଁଠାରେ ସ୍ଥାନୀୟ ଗ୍ରାମବାସୀମାନେ ନିଜେ ବର୍ଷ ବର୍ଷ ଧରି କୃଷ୍ଣସାର ମୃଗମାନଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ୱା, ମାନେ ଲୋକେ ନିଜେ ଆଗେଇ ଆସିଛନ୍ତି। ହଁ, ସେମାନେ ଏହି ମୃଗମାନଙ୍କୁ ସମ୍ମାନ କରନ୍ତି ଏବଂ ଶିକାରୀଙ୍କଠାରୁ ରକ୍ଷା କରନ୍ତି। ଏହି ଗୋଷ୍ଠୀଗତ ସଂରକ୍ଷଣ ବା କମ୍ୟୁନିଟି ପ୍ରୋଟେକ୍ସନ ପ୍ରୟାସ ପାଇଁ ଭେଟନୋଇ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଲୋକମାନଙ୍କ ଦ୍ୱାରା ସ୍ୱତଃସ୍ଫୂର୍ତ୍ତ ସଂରକ୍ଷଣ। ବାସ୍ତବରେ ଏହା ଏକ ପ୍ରେରଣାଦାୟକ କାହାଣୀ। କେବଳ ଆଇନ ନୁହେଁ, ସ୍ଥାନୀୟ ଲୋକଙ୍କ ସହଯୋଗ କିପରି ବନ୍ୟଜନ୍ତୁ ସଂରକ୍ଷଣ କରିପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ। ଏକଦମ ଠିକ୍ କହିଲେ। ଏଥିସହିତ ଆମେ ଆମ ନୋଟ୍ସରେ ଥିବା 10ଟି ଯାକ ପ୍ରଶ୍ନ ଏବଂ ସେଗୁଡ଼ିକର ବିକଳ୍ପଗୁଡ଼ିକର ପୁଙ୍ଖାନୁପୁଙ୍ଖ ଆଲୋଚନା ଶେଷ କଲୁ। କିନ୍ତୁ କଥା ଏତିକିରେ ସରିନାହିଁ। ନା, ଆମର ଗୋଟିଏ ସ୍ପେଶାଲ ସେଗମେଣ୍ଟ ବାକି ଅଛି। ହଁ, ଆମର ଏହି ପ୍ରାକ୍ଟିସ୍ ସେଟ୍ର ଶେଷରେ ଏକ ଅତି ଜଟିଳ ସ୍ମୃତି ସାରାଂଶ ଦିଆଯାଇଛି। ଆମେ ଏତେବେଳେ ଯାଏଁ ଯାହା ସବୁ ଆଲୋଚନା କଲେ, ତାହାକୁ ଯଦି ଆମେ ଏକାଠି ବାନ୍ଧିଦେବା, ତେବେ ଏହା ଆମ ସ୍ମୃତିରେ ଚିରସ୍ଥାୟୀ ହୋଇଯିବ। ଠିକ୍ କଥା। ଆସନ୍ତୁ ସେହି ସାରାଂଶକୁ ଆଉ ଥରେ ନିଜ ଭିତରେ ଦୋହରାଇବା, ଯାହାଦ୍ୱାରା ଏଗୁଡ଼ିକ ଏକ ସୂତ୍ରରେ ଗୁନ୍ଥି ହୋଇଯିବେ। ଆରମ୍ଭ କରନ୍ତୁ। ଯଦି କେହି ସର୍ବୋଚ୍ଚ ଶୃଙ୍ଗ କଥା ପଚାରନ୍ତି, ଆମେ ମହେନ୍ଦ୍ରଗିରିର ଲୋକପ୍ରିୟତା ପଛରେ ନ ଯାଇ ସିଧା ଦେଓମାଳିକୁ ବାଛିବା। ବିଭିନ୍ନ ତୀର୍ଥକ୍ଷେତ୍ର ଥାଇ ମଧ୍ୟ ବୌଦ୍ଧ ଧର୍ମର ହୀରକ ତ୍ରିଭୁଜ କହିଲେ ଆମେ କେବଳ ଯାଜପୁରକୁ ହିଁ ମନେ ରଖିବା। ଏବଂ ସେହିପରି ଦୁଇଟି ନଦୀର ସମ୍ମିଳିତ ବଦ୍ୱୀପ କଥା ଆସିଲେ ବ୍ରାହ୍ମଣୀ ଏବଂ ବୈତରଣୀର ମିଳନସ୍ଥଳକୁ ଚିନ୍ତା କରିବା। ଆଉ ତାଳଚେର ନାମ ଆସିଲେ ଖଣିର ଅବସ୍ଥିତିକୁ ନେଇ ଏନ୍ଟିପିସି କଣିହାଁ ବୋଲି ଜାଣିବା। ଯେତେବେଳେ ମଧୁରଜଳ ହ୍ରଦର ପ୍ରଶ୍ନ ଆସିବ, ଚିଲିକାର ନାମ ଦେଖି ବିଭ୍ରାନ୍ତ ନ ହୋଇ ମହାନଦୀର ଅଂଶୁପା ହ୍ରଦ ଉପରେ ଦୃଷ୍ଟି ନିବଦ୍ଧ କରିବା। ଏବଂ ଶେଷରେ ଗଞ୍ଜଜାତର ଇତିହାସ ପଢ଼ିଲା ବେଳେ ସ୍ଥାନୀୟ ରାଜାଙ୍କ ବିରୁଦ୍ଧରେ ହୋଇଥିବା ପ୍ରଜାମଣ୍ଡଳ ଆନ୍ଦୋଳନକୁ ମନେ ପକାଇବା। ବିଲକୁଲ, ଏହି ସାରାଂଶ ପ୍ରକୃତରେ ସବୁ ଦ୍ୱନ୍ଦ୍ୱକୁ ଦୂର କରିଦେଲା। ଏହା ସ୍ପଷ୍ଟ ହୋଇଗଲା ଯେ ଜ୍ଞାନ ଆହରଣ କେବଳ ବିକଳ୍ପ ଏ କିମ୍ବା ବି ବାଛିବାରେ ସୀମିତ ନୁହେଁ। ସତ କଥା, ଯେତେବେଳେ ଆମେ ଏଲିମିନେସନ୍ ଟ୍ରିକ୍ ବ୍ୟବହାର କରି କାରଣଗୁଡ଼ିକ ଖୋଜୁ, ସେତେବେଳେ ଆମେ କେବଳ ଗୋଟିଏ ଉତ୍ତର ପାଉନାହୁଁ, ବରଂ ଅନ୍ୟ 3ଟି ବିକଳ୍ପ ବିଷୟରେ ମଧ୍ୟ ନୂଆ କଥା ଶିଖୁ।
ତେବେ ଆଜିର ଏହି ଆଲୋଚନାକୁ ସମାପ୍ତ କରିବା ପୂର୍ବରୁ ଆମେ ଶ୍ରୋତାମାନଙ୍କ ପାଇଁ ଏକ ଚିନ୍ତାଧାରା ଛାଡ଼ିଦେବାକୁ ଚାହୁଁଛୁ। ଏହା ଏକ ଗଭୀର ବିଷୟ ଯାହା ଉପରେ ସମସ୍ତେ ଥରେ ଚିନ୍ତା କରିବା ଉଚିତ। ଗୋଟିଏ ସ୍ଥାନର ଭୌଗୋଳିକ ଅବସ୍ଥିତି କିପରି ସେହି ଅଞ୍ଚଳର ପୂର୍ଣ୍ଣାଙ୍ଗ ପରିଚୟକୁ ନିୟନ୍ତ୍ରଣ କରେ ତାହା କେବେ ଲକ୍ଷ୍ୟ କରିଛନ୍ତି କି? ମାନେ ଯଦି ଅନୁଗୁଳ ରାଜ୍ୟର ମଧ୍ୟଭାଗରେ ନଥାନ୍ତା କିମ୍ବା ତାଳଚିରରେ ଯଦି ବିଶାଳ କୋଇଲା ଖଣି ନଥାନ୍ତା, ତେବେ ସେଠାକାର ଅର୍ଥନୀତି ଓ ପ୍ରଶାସନ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତା। ବରଗଡ଼ର ମାଟି ଏବଂ ପରିବେଶ କିପରି ସେଠାକାର ବୁଣାକାରଙ୍କ କଳାକୁ ପ୍ରଭାବିତ କରିଛି ତାହା ଏକ ବିଶ୍ଳେଷଣର ବିଷୟ। ଭୂଗୋଳ କେବଳ ମାଟି, ପାହାଡ଼ ଓ ନଦୀର ନକ୍ସା ନୁହେଁ। ନା, ଆଦୌ ନୁହେଁ। ଏହା ହିଁ ଶହ ଶହ ବର୍ଷ ଧରି ମାନବ ସମାଜର ଐତିହାସିକ, ପ୍ରଶାସନିକ ଏବଂ ସାଂସ୍କୃତିକ ଗତିବଦ୍ଧକୁ ରୂପ ଦେଇ ଆସିଛି। ପ୍ରକୃତିର ଅବସ୍ଥିତି ଏବଂ ମାନବ ଇତିହାସ ମଧ୍ୟରେ ଥିବା ଏହି ଅଦୃଶ୍ୟ ସମ୍ପର୍କ ଉପରେ କେବେ ନିରୋଳାରେ ବସି ନିଶ୍ଚୟ ଭାବିବେ। ନିଶ୍ଚିତ ଭାବେ ଏହା ଏକ ଏପରି ଦୃଷ୍ଟିକୋଣ ଯାହା ଆମ ଚାରିପାଖର ଦୁନିଆକୁ ଦେଖିବାର ଶୈଳୀ ପୁରା ବଦଳାଇ ଦେବ। ଇତିହାସ ଏବଂ ଭୂଗୋଳ ଦୁଇଟି ଅଲଗା ବିଷୟ ନୁହନ୍ତି, ବରଂ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଆଶା କରୁଛୁ ଆଜିର ଏହି ଟିକିନିଖି ବିଶ୍ଳେଷଣ କେବଳ ତଥ୍ୟ ଯୋଗାଇ ନାହିଁ, ବରଂ ଚିନ୍ତା କରିବାର ଏକ ନୂଆ ଖୋରାକ ଦେଇଛି। ଏହି ଜ୍ଞାନ ଏବଂ ରଣନୀତିକୁ ନିଜ ପ୍ରସ୍ତୁତିରେ ପ୍ରୟୋଗ କଲେ ନିଶ୍ଚୟ ସଫଳତା ମିଳିବ। ଆମ ସହିତ ଯୋଡ଼ି ହୋଇ ରହିଥିବାରୁ ଅଶେଷ ଧନ୍ୟବାଦ। ଆଗକୁ ଏହିପରି ଆହୁରି ଅନେକ ରୋଚକ ଏବଂ ତଥ୍ୟବହୁଳ ବିଶ୍ଳେଷଣ ନେଇ ଆମେ ଫେରିବୁ। ସେ ପର୍ଯ୍ୟନ୍ତ ନିଜର ଅନୁସନ୍ଧାନ ଜାରି ରଖନ୍ତୁ।